ନା ନା ଯୋଉ ସ୍ତ୍ରୀ ଲୋକଟା କହୁଛ ରାମ ତାରକ ମନ୍ତ୍ର ଦଉଛି ହେଲା, ହଁ ବାବୁ ରାମ ତାରକ ମନ୍ତ୍ରରେ କଣ ହୁଏ? ମୁକ୍ତି ମାର୍ଗ ଅଛି କହୁଛି ସମସ୍ତେ। ରାମ ତାରକ ମନ୍ତ୍ରରେ ମୁକ୍ତି ମିଳିବ ମୁଁ ତ କାହିଁ ଜାଣିନି। ନାଇଁ ସ୍ତ୍ରୀଙ୍କ ପାଖରେ ନେବାର ନା 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 ସ୍ତ୍ରୀ ଲୋକ ହଉ ପୁରୁଷ ଲୋକ ହଉ ଗୁରୁ ଯାହାକୁ ତମେ କରିପାରିବ କିଛି ଅସୁବିଧା ନାହିଁ। ଗୁରୁ ତମେ ଯାହାକୁ ସ୍ତ୍ରୀ ହଉ ପୁରୁଷ ହଉ କହିଲେ କିଛି ଅସୁବିଧା ନାହିଁ। କିନ୍ତୁ ମୋର କହିବା କଥା ହଉଛି ତମେ କୋଉଥିପାଇଁ ରାମ ତାରକ ମନ୍ତ୍ର ନବ? ମୁକ୍ତି ପାଇଁ। ମୁକ୍ତି ସେ ସଦ୍ଗୁରୁ ଠାରୁ ନଉନା, ସେ ସ୍ତ୍ରୀ ଲୋକଟା ସଦ୍ଗୁରୁ ନା? ନା ସଦ୍ଗୁରୁ ନାଇଁ ବାବା। ଆଉ ଯଦି ସଦ୍ଗୁରୁ ନୁହେଁ ତମକୁ ତ ସେ ମୁକ୍ତି ଦେଇପାରିବନି, କେମିତି କହୁଛି ରାମ ତାରକ ମନ୍ତ୍ରରେ ମୁକ୍ତି ହବ? କହିଲେ ଯେ ନାଇଁ ମୁଁ ତା କଥା ହେଇନି, ଆମେ ସମସ୍ତେ ନଉଛନ୍ତି ସେ ତା ପାଖରେ। ନା ନା ସମସ୍ତେ ଶୁଣ ସମସ୍ତେ ନଉଛନ୍ତି ମୁଁ ନେଇଯିବି ଏଟା ଗୋଟେ ସୌଖିନିଆ କଥା। ମୋ କଥା ଶୁଣ ସମସ୍ତେ ନଉଛନ୍ତି କୋଉଥିପାଇଁ ନଉଛନ୍ତି? ବର୍ତ୍ତମାନ ତମେ ଗୋଟେ କଥା କର ବିଚାର କର ହେଲା କି? ମୁଁ ତମକୁ ଗୋଟେ ଉଦାହରଣ ଦଉଛି ତାପରେ ତମେ ଜାଣିପାରିବ। ଉଦାହରଣଟି କଣ ଶୁଣ, 1971 ମସିହାରେ ଓଡିଶାରେ ଗୋଟେ ବଡ ବାତ୍ୟା ହେଲା। ସେଇ ବାତ୍ୟାଟା ହଉଛି ପ୍ରଥମ ବାତ୍ୟା। ସେଇ ବାତ୍ୟାରେ କଣ ହେଲା ନା ଯେତେବେଳେ ବାତ୍ୟା ଛାଡିଗଲା ଲୋକମାନଙ୍କ ଭିତରେ ହାଲା ହୋଳି ପଡିଲା କଣ ନା ନଈରେ ବନ୍ୟା ଆସୁଛି ବନ୍ଧ ଭାଙ୍ଗିଗଲା ବନ୍ୟା ଆସୁଛି ବନ୍ଧ ଭାଙ୍ଗିଗଲା। ଆଚ୍ଛା ବନ୍ଧ ଭାଙ୍ଗିଗଲେ ପାଣିଟା ଚାରିଆଡେ ଖେଳିବ ନା ନାଇଁ? ଲୋକମାନେ ଦୌଡା ଧାପଡା କଲେ କଣ ନା ବନ୍ୟା ବନ୍ଧ ଭାଙ୍ଗିଲା। ଦେଖିଲା ବେଳକୁ ବନ୍ଧ କୋଉଠି ଭାଙ୍ଗିଲା ନା ଆଗରେ। ସେ କହୁଛି କୋଉଠି ଭାଙ୍ଗିଲା ନା ଆଗରେ। ଆଚ୍ଛା ଉପର ମୁଣ୍ଡରେ ଯଦି ବନ୍ଧ ଭାଙ୍ଗିଲା ଯୋଉ କେନାଲ ଯାଇଛି କଣ ବୁଝିପାରିଲ ନା? ସେ କେନାଲରେ ପାଣି ଟା ହବ ନା ନାଇଁ? କିନ୍ତୁ ପାଣିଟା ହଉଛି କେନାଲ ଶୁଖିଲା ଲୋକ କହୁଛନ୍ତି ବନ୍ଧ ଭାଗିଲା। କଣ ମୋ କଥା ଟା ଟିକେ ବୁଝ ଭଲ ଭାବରେ। ସବୁ ଲୋକ କହୁଛନ୍ତି ବନ୍ଧ ଭାଙ୍ଗିଲା ତ ବନ୍ଧ ଭାଙ୍ଗିଲା, କିନ୍ତୁ ତଳ ଉପର ମୁଣ୍ଡରେ ବନ୍ଧ ଭାଙ୍ଗିଲେ ତଳ ମୁଣ୍ଡରେ ଯୋଉ କେନାଲ ଟା ଯାଇଛି ସେଥିରେ ପାଣି ରହିବା ଦରକାର, ପାଣି ଫୁଲ ଆସିବା ଦରକାର। କେନାଲ ଟା ଶୁଖିଲା ସମସ୍ତେ କହୁଛନ୍ତି ଉପର ମୁଣ୍ଡରେ ଘାଇ ଭାଙ୍ଗିଲା। ଏ କଥାଟା ଯେମିତିକା ବୁଝିଲ, ତମେ ମତେ ସେଇ କଥାଟା କହୁଛ କଣ ନା ରାମ ତାରକ ମନ୍ତ୍ର ନବା ଇଏ ହଉଛି ସେଇ କଥାଟା। କହିବା କଥା ହଉଛି କଣ ଶୁଣ, ଯେ ଯିଏ ରାମ ତାରକ ମନ୍ତ୍ର ଦଉଛି ସିଏ ସଦ୍ଗୁରୁ କି ନୁହଁ ପ୍ରଥମେ ଆଗେ ତମେ ଜାଣ। ନା ସଦ୍ଗୁରୁ ନାହାନ୍ତି ବାବା। ଆଉ ଯଦି ସେ ସଦ୍ଗୁରୁ ନୁହେଁ ସେ ତ ତମକୁ ମୁକ୍ତି ଦେଇପାରିବନି। ତାହେଲେ ରାମ ତାରକ ମନ୍ତ୍ର ନବା କୋଉଥିପାଇଁ? କର୍ମ ବିଧାନ ପାଇଁ ବାବା। କର୍ମ ବିଧାନ ପାଇଁ ନେଇପାର। ଯଦି ତମେ କର୍ମ ବିଧାନ ପାଇଁ କିମ୍ବା ତମର କୌଣସି କାମନା ପୂରଣ ପାଇଁ ନେଇପାର, ଆମର କିଛି କହିବାର ନାହିଁ, କିନ୍ତୁ ନେଇ ହବ। କିନ୍ତୁ ସିଏ ମୁକ୍ତି ଦେଇପାରିବେନି ତମକୁ। ନା। ହେଲେ ଆପଣଙ୍କ ଆସିଲେ ସାଙ୍ଗେ ସାଙ୍ଗେ ଦେଇଦେବେ କି ବାବା? କୋଉଠି ଏଠି ନା? ହଁ। ହଁ ତମେ ଆସିଲେ ମୁଁ ତମକୁ ମୁକ୍ତିର କୌଶଳ ବତେଇଦେବି, କିଛି ଅସୁବିଧା ନାହିଁ। କୋଉ ମାସରେ ଦଉଛି ବାବା? ଆମର ସେମିତି କୌଣସି ନିୟମ ନାହିଁ। ଯୋଉ ମାସରେ ଆସ ଯେତେବେଳେ ଆସ ଏଇଠି ପହଞ୍ଚିବ, କେବଳ ଆମର ତତ୍ଵ ବାରିକି ଦିଆଯାଏ। ପୃଥ୍ୱୀ ତତ୍ଵ ଆଉ ଜଳ ତତ୍ଵ ଯେତେବେଳେ ଉଦୟ ହବ ଗୋଟେ ଦିନ ଭିତରେ ଆମେ ସେଇ ଦିନ ଭିତରେ ତମକୁ ଉପଦେଶ ଦେଲେ ତମେ ଉତ୍ତରୋତ୍ତର ଉନ୍ନତି ହବ। ବେଶୀ ଦୂର ହେଇଗଲା ବାବା, ଆମକୁ ସେଠିକା ଡୋର ଲାଗୁଛି ଟିକେ ଆମର ଅର୍ଥ ଅଭାବରେ ଆମେ ଆସିପାରୁନୁ ସେଠିକି, ନହେଲେ ତ ଆମର ଚ୍ୟାନେଲ ସବୁ ଦେଖୁଛି ବାବା ମୁଁ। ଶୁଣ ଅର୍ଥ ଅଭାବ ଯଦି ଗୋଟେ କଥା ଶୁଣ, ଆନ୍ଧ୍ରାରୁ ତମେ ଯେତେବେଳେ ଆସିବ ତମେ କୌଣସି ଗାଡି ଫାଡିରେ ନ ଆସିକି ତମେ ସିଧା ଟ୍ରେନରେ ପଳେଇ ଆସ। ସିଧା ଟ୍ରେନରେ ଆସିବାର ଅଛି। ହଁ ଟ୍ରେନରେ ଆସିକି ଭଦ୍ରକ କିମ୍ବା କଟକରେ ଓହ୍ଲାଅ କିମ୍ବା ଯାଜପୁର ରୋଡରେ ଓହ୍ଲାଅ। ଏକ୍ସପ୍ରେସ ଟ୍ରେନରେ ପଳେଇ ଆସିବ, ଓହ୍ଲେଇ ସାରିଲା ପରେ ଲୋକାଲ ଟ୍ରେନରେ ଆସିବ, ଖୁବ କମ ପଇସା ଆସିକି ପହଞ୍ଚିଯିବ। ବସ୍ କିନ୍ତୁ ଅତ୍ୟଧିକ ଟଙ୍କା ନବ, ଗରିବ ଲୋକ ଆସିପାରୁନା, ଏକ୍ସପ୍ରେସରେ ପଳେଇ ଆସ। ମୁଁ ସମସ୍ତଙ୍କୁ ଯିଏ ଦୂର ଦୂରାନ୍ତ ଲୋକ ସମସ୍ତଙ୍କୁ ଆମେ କହୁଛୁ ଯେ ତମେ ଗୋଟେ କଥା କର, କେବଳ ଏକ୍ସପ୍ରେସ ଟ୍ରେନରେ ପଳେଇ ଆସ। ଯାଜପୁର ବନ୍ଦ କରିବେ ବାବା? ଆଁ ଯାଜପୁରରେ ବନ୍ଦ କରିବ କି? ଯାଜପୁର ରୋଡ ନହେଲେ ଭଦ୍ରକ ନହେଲେ କଟକ, ତମେ ଯୋଉଠି ଓହ୍ଲେଇବ ଚଳିବ। ଯାଜପୁର ରୋଡ ଆଉ ଭଦ୍ରକ ଏଇ ଦିଟା ଷ୍ଟେସନ ଆମକୁ ପାଖ। ଯାଜପୁର ରୋଡ ଭଦ୍ରକରେ ଯଦି ଓହ୍ଲେଇବ, ଯଦି ଟ୍ରେନ ନଥାଏ ଦରକାର ପଡ଼ିଲେ ବସ ବାଟେ ବୁଲି ଆସିବ, କିନ୍ତୁ ଯାଜପୁର ରୋଡ ଆଉ ଭଦ୍ରକ ଏଇ ଦିଟା ହଉଛି ଆମ ପାଇଁ ପାଖ। ହେଲେ ଆମ ସ୍ତ୍ରୀ କଥା ହବା ବାବା, ଟିକେ କଥା ଟିକେ କୁହନ୍ତୁ ବାବା। ହଁ ଦଉନା। ହ୍ୟାଲୋ। ହଁ ହଁ ବାପା ନମସ୍କାର। ହଁ ମା କଣ କହ?
ହେଲେ ମୁଁ ଯେ ଗାୟତ୍ରୀ ମନ୍ତ୍ରରେ ଗାୟତ୍ରୀ ଦୀକ୍ଷାରେ କର୍ଣ୍ଣ ଦୀକ୍ଷା ନେଇଛି। ହଁ 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 ଗାୟତ୍ରୀ ଦୀକ୍ଷାରେ ଆମ ବାପାର ସବୁ ଗାୟତ୍ରୀ ଦୀକ୍ଷା ଗୁରୁ ଦୀକ୍ଷା ଗାୟତ୍ରୀଙ୍କର ନେଇଛନ୍ତି। ଆମର ପା ଗାୟତ୍ରୀ ଦୀକ୍ଷା। କିନ୍ତୁ ହଁ ଗାୟତ୍ରୀ ତମର ଦୀକ୍ଷା। ଯୋଉ କର୍ଣ୍ଣ ମନ୍ତ୍ର ନେଇଛ ନାଇଁ, ଆମର ପବନ ସୂତ୍ରରେ ଆମର ଗାୟତ୍ରୀ ଦୀକ୍ଷା ଦିଆଯାଉଛି। ହଁ ସେଥିରେ ଏଟା ଦେଇଛନ୍ତି, ହେଲେ ଆମେ ଗୁରୁ ଦୀକ୍ଷା ନେଲା ପରେ ହଁ ଆମେ ଯେମିତି କହିଛନ୍ତି ନା ସେ ବିଧି ବିଧାନ ଇଏରେ ହଁ ସେପରିକା ମୁଁ ବି ଏବେ ପର୍ଯ୍ୟନ୍ତ ସେ ଇଏରେ କରୁଛ। ଚଳୁଛି ମୁଁ ବା କରୁଛି। ହଁ ବଢିଆ କଥା, ସୁନ୍ଦର କଥା। ହଁ ତାହିରେ ବେଶୀ କର୍ମକାଣ୍ଡରେ ବେଶୀ କହିଛି ବାବାରେ। ବାସ୍ ସେଇ ଯୋଉ ହଁ କର୍ମକାଣ୍ଡ, ସେଇ ଯୋଉ ଗାୟତ୍ରୀ ଦୀକ୍ଷା ତୁମା ନେଇଛୁ ସେଇଟା ହଉଛି ହଁ କର୍ମକାଣ୍ଡ ଉପରେ, ହେଲା କି? ହଁ ହଁ କିନ୍ତୁ ଭାଗବତ କଣ କହୁଛି ଶୁଣୁ। ହଁ ଯାହାର ମନ କର୍ମ କାଣ୍ଡେ ସେ କାହିଁ ଯିବ ଉର୍ଧ୍ବ ଦାଣ୍ଡେ। ଯାହାର ହଁ ମନ କର୍ମ କାଣ୍ଡେ ସେ କାହିଁ ଯିବ ଉର୍ଧ୍ବ ଦାଣ୍ଡେ। ଉର୍ଧ୍ବ ଦାଣ୍ଡ ମାନେ ଉର୍ଧ୍ବ ଗତି ନାହିଁ। କର୍ମକାଣ୍ଡରେ ଉର୍ଧ୍ବ ଗତି ହେଇପାରେ ନା। ଓହୋ ତମେ କର୍ମକାଣ୍ଡ କର, ଖା ପିଅ ଶାନ୍ତିରେ ରୁହ, ଗାୟତ୍ରୀ ପୂଜା କର, ଘରେ ରୁହ, ଭୋଗ ମାର୍ଗ ସିଏ ହେଲା। ହଁ ସେଟା ଗାୟତ୍ରୀ ହଁ ଚାଳିଶା ବଲିଆର ହଁ ଗାୟତ୍ରୀ ଚାଳିଶା ଗାୟତ୍ରୀ ମନ୍ତ୍ର ହଁ ଜପ। ମନ୍ତ୍ର ପଢିବି, ମନ୍ତ୍ର ଜପ କରିବି, ଚାଳିଶା ପଢିବି, ମୋର ପୁଅ ବାହାଘର ହେଇଯିବ, ଝିଅ ବାହାଘର ହେଇଯିବ, ବହୁତ ଉନ୍ନତି ହବ, ଖାଇବି ପିଇବି ଶାନ୍ତିରେ ରହିବି, ଏଗୁଡା ସବୁ ମିଳିବ। କିନ୍ତୁ ଆତ୍ମାର ମୁକ୍ତି ମିଳିବନି ସେଥିରେ। ହେଲେ ବିଷମରେ ଯାହା କହୁଛି ଭୁଲ ଆତ୍ମାର କହୁନି। ହଁ ହେଲେ ମୁକ୍ତି ମିଳିବ ବୋଲି କହିଲେ ସେ ମାର୍ଗକୁ ଗଲେ ସବୁ ଛାଡି ଯାଇଛି, ସଂସାର ବନ୍ଧନ ଛାଡିଲେ ଏକା ସେ ମୁକ୍ତି ନା ମାର୍ଗ ମା, ମିଳିବ। ସଂସାର ବନ୍ଧନ ଛାଡିବୁ ମାନେ କଣ ଘର ଦ୍ୱାର ଛାଡିକି ପଳେଇ ଆସିବୁ? ମୋଟେ ନୁହେଁ। ଗୃହ କର୍ମ ଓହୋ କରି ଗୃହ କର୍ମ କରିପାର୍ଥ ବିହିତ କର୍ମ କରି ସେ କର୍ମ ଗୋଟିକୁ ପାର୍ଥ କେହି ନୁହେଁ ସରି। ଗୃହ କର୍ମ କରିକି ତାରି ଭିତରେ ତମେ ଈଶ୍ୱର ଐଶ୍ୱରିକ କର୍ମ କରିବ, ବିହିତ କର୍ମ କରିବ। ଯେ ତୁ ମନରେ ଯୋଉ ଚିନ୍ତା କରୁଛୁ ଯେ ମୂର୍ତ୍ତି ମାର୍ଗକୁ ଯିବା ପାଇଁ ହେଲେ ଆମେ ଘର ଦ୍ୱାର ଛାଡି ବାଉଜ ମାତାଜି ହେଇଯିବା, ଏଗୁଡାକ ଭୁଲ ଧାରଣା। ତମରି ପିଲା ଛୁଆ ଥିବେ, ତୋ ପୁଅ ଚାକିରି କରିଥିବ, ତତେ ଟଙ୍କା ଦଉଥିବ, ତୋ ସ୍ଵାମୀ ଚାକିରି କରିଥିବ, ଟଙ୍କା ଦଉଥିବ, ସବୁ ସୁଖ। ଆମ ଠାକୁର କଣ କହିଲେ ମା ଶୁଣୁ। ଧନ ଧର୍ମଂ ଧରାଧାମଂ ପୁତ୍ରଂ ପୌତ୍ରଂ ପ୍ରପୂତଞ୍ଚ ପ୍ରାପ୍ତାତେ ବକୁଣ୍ଡ ପ୍ରାପ୍ତି ଇଦଂ ଆଶୀର୍ବାଦଂ ମମ। ଧନ ପାଇବୁ, ଧର୍ମ ପାଇବୁ, ଧରା କି ଭୂମି କିଛି ପାଇବୁ, ଧାମ କି ଗୃହ କିଛି ପାଇବୁ, ଧରାଧାମ ଧନ ଧର୍ମଂ ଧରାଧାମଂ। ପୁଅ ପାଇବୁ, ନାତି ପାଇବୁ, ଅଣନାତି ପାଇବୁ, ସବୁ ସୁଖ କରିବୁ, କରିସାରିକି ତୁ ବୈକୁଣ୍ଠକୁ ଯା। ଇଏ ହଉଛି ମୋର ଆଶୀର୍ବାଦ, ଆମ ଦୟାନିଧି କହିଛନ୍ତି। କଣ ବୁଝିପାରିଲ? ହଁ କଣ ବୁଝିପାରିଲି। ମାନେ ଆମେ କେବେ ବଣ ଜଙ୍ଗଲରେ ବସି ଏକାକି ତପସ୍ୟା କରିବା ସ୍ୱାମୀ ପୁଅକୁ ଛାଡିଦେଇ, ଏଇଟା ପୁରା ଭୁଲ ଧାରଣା। ସବୁ ଥିବେ, ପିଲାପିଲି ସବୁ ଥିବେ, ଆମେ ତାରି ଭିତରେ ମଧ୍ୟ ସଦ୍ଗୁରୁଙ୍କ ଜିନିଷ ଯଦି ସ୍ମରଣ କରିବା, ମରି ସାରିଲା ପରେ ଆମେ ମୁକ୍ତି ଧାମକୁ ଯିବା। ଓହୋ ତେଣୁ ତମେ ମୃତ୍ୟୁ ପରେ ତମର ମୁକ୍ତି ଧାମକୁ ଯିବ, ତମ ଯମ ଯନ୍ତ୍ରଣା ତମକୁ ଆଉ ହବ ନାହିଁ। ଏଇଟା ଏବେ ହେଲେ ହଁ ମୁଁ ଗାୟତ୍ରୀ ଦୀକ୍ଷା ନେଇଛି ନା, ହଁ ଆଉ ତାପରେ ଏଠି ଯେ ଆଙ୍କେ କହୁଛନ୍ତି ନାଇଁ ରାମ ତାରିକ ଦୀକ୍ଷା ନେଇଯିବା ବୋଲି ହଁ କହୁଛନ୍ତି। ବାସ୍ ତୁ ହେଲେ ନା ଯଦି ତୁ ଗାୟତ୍ରୀ ଦୀକ୍ଷା ନେଇଛୁ, ଆଉ ରାମ ତାରକ ଦୀକ୍ଷା କାହିଁକି ନବୁ? ସେ ଦିଟା ଆଙ୍କେ ଏକା ଜିନିଷ। ସିଏ ବି ଭୋଗ ମାର୍ଗ, ଇଏ ବି ଭୋଗ ମାର୍ଗ। କଣ ହେଲେ ବୁଝ ଆଇରେ କଣ କହିଛନ୍ତି, ଏଇ ରାମ ତାରିଖ ଦୀକ୍ଷାରେ ବ୍ରତ ପାଳନ ବିଧାନ ଯାକ କହିଛନ୍ତି। ବାସ୍ ସେଇ ବା ସବୁ ହଉଛି କର୍ମକାଣ୍ଡି। ସିଏ ବି ହଁ କର୍ମକାଣ୍ଡି, ଇଏ ବି କର୍ମକାଣ୍ଡି। ତାକୁ ଛାଡିବୁ କି? ଯଦି ତୁ ଗୁରୁ କରୁଛୁ ପୁଣି ତାକୁ ଛାଡିକି ଆଉ କାହିଁକି ନବୁ? ପୁଣି ଗୋଟେ ଗୁରୁ ଛାଡି ଆଉ ଗୋଟେ ଗୁରୁ କଲା ବେଳକୁ ପୁଣି ଦେଖିଲା ବେଳକୁ ପୁଣି ମୂଳରୁ ଆସିକି କାମ କରିବୁ। ଆଉ ଯଦି ଛାଡିବୁ ତାହେଲେ ସଦ୍ଗୁରୁଙ୍କୁ ନେଲେ ଏ ଗୁରୁଙ୍କର ଆବଶ୍ୟକ କେହି ନାହିଁ। ତୁ ସଦ୍ଗୁରୁଙ୍କୁ ଛାଡିବୁ, ଦେଖିଲା ବେଳକୁ ସଦ୍ଗୁରୁ ନବୁନୁ, ଗୋଟେ କର୍ମକାଣ୍ଡି ଛାଡି ଆଉ ଗୋଟେ କର୍ମକାଣ୍ଡି ନବୁ। ପୁଣି ଆଉ କିଛି ଦିନ ପରେ ଆଉ ଜଣେ କିଏ ଆସି ଗୋଟେ ଭଲ କଥା କଲା, ତାକୁ ସେ ଗୁରୁ କରେବୋ ଜାଣିରେ ମନ ମହତ ବାଣୀ ଶୁଣେ। ସନ୍ଦେହ ଜାଲ କଟି ନଥିଲେ ହୋଇବୁ ଦିନେ ଗୁଣି। ଆଙ୍କୁ ଛାଡିବେ
ତାଙ୍କୁ ଧରିବେ ଦେବେ ବହୁତ ଧନ। ଏ ଗୁରୁ ହାତେ ଶେତ ଚାକଣ୍ଡେ ଫଳ ଫଳିଲା ସୁନ। ଧରି ଛାଡ଼ିବୁ ଛାଡ଼ି ଧରିବୁ କେତେ ଯେ ଗଣି ଗଣି। ସନ୍ଦେହ ଜାଲ କଟି ନଥିଲେ ହୋଇବୁ ଦିନେ ଗୁଣି। ଦୁଇ ନାବରେ ଗୋଡ଼ ରଖିଲେ ପାଣିରେ ଯିବୁ ପଡ଼ି। ରଡ଼ି ଛାଡ଼ିଣ ବୁଡ଼ି ମରିବୁ ଭବ ସାଗରେ ପଡ଼ି। ଏ କୂଳ ଯିବ ଯିବ ସେ କୂଳ, ଏ କୂଳ ଯିବ ଯିବ ସେ କୂଳ ମୂଳରୁ ଥା ଜାଣି। ସନ୍ଦେହ ଜାଲ କଟି ନଥିଲେ ହୋଇବୁ ଦିନେ ଗୁଣି। ଏମିତି ଧରୁଥିବ ଛାଡୁଥିବ କର ଚାଲିଥାଉ ସ୍ୱାମୀ ସ୍ତ୍ରୀ ଦି ଜଣ ସାରା ଧରୁଥା ଛାଡୁଥା ସେଇଟା ଧରୁଥା ଏକା ଛାଡୁଥା। ସନ୍ଦେହ ତ ସେ ସନ୍ଦେହଟା ଦୂର ହଉନି ବୋଲି ମନ ସ୍ଥିର ମା ହଉନି ମୋର। ଶୁଣୁ ମନ କେମିତି ସ୍ଥିର ହବ ଏସବୁ। ଆଚ୍ଛା ଶୁଣୁ ତୁ ବା ଗାୟତ୍ରୀ ଦୀକ୍ଷା ନେଲୁ ମନ କାହିଁ ସ୍ଥିର ହଉନି? ନା ସେଟା ସ୍ଥିର ମାର୍ଗ ନୁହେଁ ଚଞ୍ଚଳ ମାର୍ଗ। ହଁ ଦେବସର ମା ଆଶ୍ଚର୍ଯ୍ୟ ତାଙ୍କର ଇଏରେ ହୁଁ। ଅଶ୍ୱମେଧ ଯଜ୍ଞକୁ ବି ଯାଇଥିଲି ଏକା। ସେ ଯାହାକୁ ମା ଯା ସେଗୁଡା ସବୁ ଚଞ୍ଚଳ ମାର୍ଗ। ବୁଝିଲୁ କି ମନରେ ମଉଳି ଗଲାଣି ହାଟ ବିକା କିଣା କାମ ଝଟ ସାରିଦେ ଦୋକାନ ଦୁଆର କବାଟ କିଳିଦେ ଧର ଫେରିବା ବାଟ। କଣ ବୁଝିପାରୁଛୁ? ହଁ ବାବା ସେମିତି ଏକା ମୁକ୍ତି ସେମିତି ଡାଉଟ ସେ ତ ଡାଉଟ ଯାକ କ୍ଲିୟର ହଉନି। ନା ଏବେ ମନ ସ୍ଥିର ଏବେ ହଉନି। ଏବେ ଯାହା କହିଲୁ ତୁ ବୁଝିପାରିଲୁ ତ କିଛି? ହଁ ବାବା ଦି କୂଳରେ ଗୋଡ ଦେଲେ ସେଇ କୂଳକୁ ହେଇପାରିବନି କି ଏ କୂଳକୁ ହେଇପାରିବନି ଆଉ। ବାସ ସଇଲା କାମ ଆଉ କଣ। ହଁ ତେଣୁ ସବୁଠୁ ଗୋଟେ କଥା ହଉଛି ନାଇଁ ଯାହାକୁ ଧରିବୁ ଜଣକୁ ଧ। ଯଦି ଗାୟତ୍ରୀ ଧରିଲୁ ରାମ ତାରକ ଛାଡେ, ରାମ ତାରକୁ ଯଦି ଧରିବୁ ଗାୟତ୍ରୀ ଛାଡେ। ଆଉ ଯଦି ମୁକ୍ତି ମାର୍ଗକୁ ଯିବୁ ଦିଟାଙ୍କେ ଛାଡେ। ଦିଟାଙ୍କେ ହଉଛି କର୍ମକାଣ୍ଡି। ସେଟା ସେ ସିଦ୍ଧାନ୍ତ ଟା ତମ ହାତରେ। ବିଶ୍ୱର ବାବା ମୀମାଂସା କହିଦେଲେ ସିଦ୍ଧାନ୍ତ ତମ ହଁ ହାତରେ। ହୁଁ ହେଲେ ଏଇ ଯୋଉ ଏବେ ତତ୍ଵ ବିଷୟରେ କହୁଛ ଯେ ଏବେ ହୁଁ ଆଉ ତାର କିଛି ବିଧି ବିଧାନ କିଛି ନାହିଁ କି? କାର? ଏବେ ହଁ ଆପଣଙ୍କର। ଆମର ବିଧି ବିଧାନ କିଛି ନାହିଁ। କିଛି ନାହିଁ? ନାଇଁ କିଛି ନାହିଁ। ଖାଲି ସାଧନା ବିଷୟରେ ଏକା ନା? ହଁ ତମେ ଗୋଡ ଧୁଅ ନ ଧୁଅ ଝାଡା ଫେରିକି ଆସିକି ନାମ ଜପୁନା। ଓହୋ ଆମର କିଛି ବିଧ ବିଧାନ ନାହିଁ। ସେ ବିଧି ବିଧାନ ଇଏ ସେମିତି କହିଲେ କଣ ହବ ଜାଣିଛୁ ନା ବିଧି ନିଷେଧ ଏଣୁ କରି ସୁକର୍ମ କୁକର୍ମ ବିଚାରି। ଏଇଟା କରିବା ବିଧି ଏଇଟା କରିବା ନିଷେଧ ଏଇଟାକୁ ଯିଏ ବିଚାର କରିବ ଏଇଟା ହଉଛି ସୁକର୍ମ ଏଇଟା ହଉଛି କୁକର୍ମ ଏମିତି ସବୁ ବିଚାର କରିବ। ଯାହାର ବିଧି ନିଷେଧ କିଛି ନାହିଁ ଯିଏ ମୁଳା ଉପରକୁ ଗଲା ତାର ଖାଇବାରେ ବାରଣ ନାହିଁ, ପିଇବାରେ ବାରଣ ନାହିଁ, ବସିବାର ନାହିଁ, ଏକାଦଶୀ ବ୍ରତ କରିବାର ନାହିଁ, କୌଣସି କଥା କରିବାର ନାହିଁ। କେବଳ ଏତିକି କଣ ସଚ କହୋ ଗୁରୁ ନାମ ସ୍ମର ଉଦ୍ୟମ କର ଖାଅ ଯଦି କେହି କେବେ ବାଟ ନ ଛାଡେ ଦୟାନିଧି ହାତ କାଟି ଲେଖି ଦେଉଛି ବୈକୁଣ୍ଠପୁରକୁ ଘୋଷାରି ନବ ନିଶ୍ଚୟ। ସଦ୍ଗୁରୁ ଇଲାକା ମାଡ଼ିଛି ଯେଉଁ ନାହିଁ ସନ୍ଦେହ ମୁକ୍ତି ହେବ ସେଉ। କିନ୍ତୁ ଏତିକି ମାତ୍ର ଏହି ଯେଉଁ ଗୁରୁ ଅଟନ୍ତି ସଦ୍ଗୁରୁ ଏ ଦୃଢ ବିଶ୍ୱାସ ଯାର। ଏଇଟା ହଉଛି ଆମ ଗୁରୁଙ୍କର ମୁଖ ନିଃସୃତ ବାଣୀ। ହେଲେ ସଦ୍ଗୁରୁଙ୍କର ଦୀକ୍ଷା ନା ଏଇଟା? ହଁ ସଦ୍ଗୁରୁଙ୍କର ଦୀକ୍ଷା। ଆଉ ଗୋଟେ ହେଲେ ସବୁ ଖାଇକି କରିବାର ଏ ବର୍ଷଟା। ସବୁ ଖାଇକି କରିବାର ଅଛି କିଛି ନିୟମ ଦରକାର ନାହିଁ। ଆଉ ଗୋଟେ କଥା ମୋ ମନେ ପଡୁଛି ଶୁଣୁ ତତେ କାହିଁକି ତୋ କଥା ଶୁଣିକି କାହିଁକି ସବୁ କଥା ମୋର ମନେ ପଡୁଛି। ଏକାଦଶୀ ବି କରିବାକୁ ନାହିଁ ମୁଁ କିଛି କରୁଛି ଏକାଦଶୀ 15 ଦିନ। ଦ୍ୱାଦଶୀ ତ୍ରୟୋଦଶୀ କିଛି କରିବା ଦରକାର ନାହିଁ। ସବୁ ଏକାଦଶୀ ଘୋର ଅନ୍ଧାର ଦିବାନିଶି ପୂର୍ଣ୍ଣମୀ ଦିନ ଏକାଦଶୀ ସିଏ ତ ତାର ମୃତ୍ୟୁ ସମୟରେ ଏକାଦଶୀ କରିବୁ ଏଇ ସମୟ ଏକାଦଶୀ କଣ? ବଦ ଗୁରୁ ଛାଡି ସଦଗୁରୁ ଭଜ ଅବୁଝା ମନ ପାଇବୁ ହେଜ। ବୁଝିଲେ ବଦ ଗୁରୁ ଛାଡି ସଦଗୁରୁ ଭଜ ଅବୁଝା ମନ ପାଇବୁ ହେଜ। କଣ ବୁଝିପାରୁଛୁ ନା? ତେଣୁ ସଦଗୁରୁଙ୍କୁ ଭଜନା କର। ସଦଗୁରୁଙ୍କ ଠାରୁ ଆଉ ବଡ ଗୁରୁ ନାହାନ୍ତି କେହି। ସଦଗୁରୁଙ୍କ ଠାରୁ ସଦଗୁରୁଙ୍କ ଉପରେ ଆଉ ଗୁରୁ ନାହାନ୍ତି। ଜୀବନର ଶେଷ ଗୁରୁ ହଉଛନ୍ତି ସଦଗୁରୁ। ବିଷମର ମିଛ କହୁନି କିମ୍ବା ବିଷମର ତମକୁ ଭଟକେଇକି ଆମ ସଦଗୁରୁ ପାଖକୁ ଆଣିବା ପାଇଁ କହୁନାହିଁ। ବିଷମରେ ଯାହା କହୁଛି ସତ କଥା କହୁଛି ତମେ ଯେକୌଣସି ଯାହାକୁ ପାଉଛ ସଦଗୁରୁ ତମେ ସଦଗୁରୁ ହିଁ ସଦଗୁରୁ ଏଇଠି କୋଉଠି ଏଇଠି ନାହାନ୍ତି ବାବା ଏଇ ପାଖେ କୋଉଠି ମା ନାହାନ୍ତି। ଖୋଜୁନୁ କୋଉଠି ଥିବ ନା ସେଇଠି କୋଉଠି ଥିବ ମଠ ମନ୍ଦିରରେ ଦେଖିଦେ କୋଉଠି ସଦଗୁରୁ ଥିବେ। ସଦଗୁରୁ ଅଛନ୍ତି ଯେ ଆମ
ଜୁଇଁର କରୁଛନ୍ତି ଯେ ତାଙ୍କେ ବି ସବୁ ଖାଇକି ବି କରୁଛନ୍ତି ତାଙ୍କେ ଆଉ ତାଙ୍କେ ବୋଲେ କିଏ ମରିଗଲେ ବି ତାଙ୍କର କିଛି ନାହିଁ ସବୁ ନିୟମ ନିଷ୍ଠା କିଛି ନାହିଁ ତାଙ୍କର। କିଏ ସେ କୋଉଠି କଣ ସିଏ? ସେ ସଦ୍ଗୁରୁଙ୍କର ବୋଲେ ପରିପୂର୍ଣ୍ଣ ବଧା ସେଇଟା। ହଁ ସେ ଗୁରୁଙ୍କ ନାଁ କଣ? ଗୁରୁଙ୍କର ନାମ ହଉଛି ସେଇଟା ସଦ୍ଗୁରୁ ତାଙ୍କେ ତାଙ୍କୁ ଗୁରୁଙ୍କର ନାଁ ସଦ୍ଗୁରୁ କହୁଛନ୍ତି। ତାଙ୍କ ଗୁରୁଙ୍କ ନାଁ ସଦ୍ଗୁରୁ ବୋଲି କହୁଛନ୍ତି ନୁହେଁ କି? ହଁ କିଛି ଅସୁବିଧା ନାହିଁ ଯଦି ସେ ସଦ୍ଗୁରୁ ହେଇଥିବେ ତାହେଲେ ଠିକ ଜିନିଷ ଦେବେ କିଛି ଅସୁବିଧା ନାହିଁ। ଆମର ରାମକୃଷ୍ଣ ହଉଛନ୍ତି ହେଲେ ସଦ୍ଗୁରୁ। ତାଙ୍କର କିଛି ବ୍ରତ ବିଧାନ କିଛି ନାହିଁ ଆଉ ସବୁ ଖାଇକି ଏକାଦଶୀ ନାହିଁ ଏ ନାହିଁ ଆମିଷ ଅଣ୍ଡଳ ସବୁ ଖାଉଛନ୍ତି ତାଙ୍କର। ହଁ ସେ ହଉଛନ୍ତି ଅଘୋରୀ ତାଙ୍କୁ କୁହାଯାଏ। ସେ କିଛି ତାଙ୍କ ନିୟମ ନିଷ୍ଠା କିଛି ନାହିଁ ତାଙ୍କର। ହୁଁ। ଦୀପ ଲଗେଇବ କଣ ଦୀପ ଲଗେଇବ ବୋଲି କହୁଛନ୍ତି ଦୀପ କଣ ସବୁ ଆତ୍ମାର ସବୁ ଦୀପ ଲଗେଇଲେ ସରି ବୋଲି କହୁଛନ୍ତି ତାଙ୍କେ। ଏକଦମ ବଢିଆ କଥା ସେ ଉଚିତ କଥା କହୁଛନ୍ତି। ଆତ୍ମା ଠାରୁ ଦେବ ନାହିଁ ତ୍ରୟ ଭୁବ ଉଡା ବୁଡା ଚଳ ଅଚଳେ 56 କୋଟିରେ ଏକ ନାମକ୍ଷରେ ଅ ତ୍ରିବୀଜ ସୂତ୍ରରେ କୀଟୁ ବ୍ରହ୍ମରେ ବିହରେ ସେ ପ୍ରାଣ ରୂପରେ କୀଟୁ ବ୍ରହ୍ମରେ। ସିଏ ତ ତାଙ୍କ ମତଟା ତ ମୋ ମତ ସହିତ ସମାନ ହେଇଯାଉଛି। ଆମ ଗୁରୁଙ୍କ ମତ ସହିତ ସମାନ ହେଇଯାଉଛି। ଆମର ସବୁ ସେଇଭଳି ପ୍ରକାରର। ହେଲେ ଭାବୁଛି ବୋଲେ ଏତେ ଦୂର ପୁରା ଗଭୀର ବିଷୟରେ ସେ ଯାକ ସବୁ ପୁରା ଗଭୀର ବିଷୟରେ ଗଲେ ଏ ବାହାଇ ବସ କିଛି ଜାଣିନଥିବୁ ଏତେ ଗଭୀରକୁ ଗଲେ ଲିସୁଣି ଚଢି ଚଢି ପଡ ବୋଲି ସେ ଉପରୁ ଉବୁ ଛିଣ୍ଡି ପଡିଗଲା ଆଉ କଣ ହବ? ନା ପଡିବୁ କାହିଁକି? ସେଥିପାଇଁ ଡର ଲାଗୁଛି ଏତେ ଗଭୀର ବିଷୟରେ ଗଲେ ଆମେ ବାଟ ବିଷୟରେ କିଛି ଜାଣିନଥିବୁ। ମୋଟେନେ ଶୁଣୁ ଇଏ ସ୍ୱର୍ଗର ଲଡୁ ଖାଇଲା ଭଳିଆ କଥା ତୁ କହୁଛୁ। ବୁଝିପାରୁଛୁ କି ଏ ଦଳେ ଐରାବତ ହାତୀ ନାଗୁଡକୁ 2-4 ଜଣ ବ୍ରାହ୍ମଣ ଧରିକି ଉପରକୁ ଗଲେ କହିଲେ ଆମେ ସ୍ୱର୍ଗର ଲଡୁ ଖାଇବୁ। ସେଇଠୁ ଇଏ ତଳ ଲୋକଟା ଯିଏ ନାଙ୍ଗୁଡ ଧରିଛି ତାକୁ ପଚାରୁଛି ଭାଇ ସ୍ୱର୍ଗର ଲଡୁ କେଡେଟେ? ସେ କହିଲା ଏଡେଟେ। ଯେମିତି ହାତ ଖୋଲିଲା ସବୁ ଗୁଡାକ ପଇଲେ ତୁ ବର୍ତ୍ତମାନ ସେ ଏମିତି କହୁଛୁ ତୁ କାହିଁକି ହାତ ଛାଡିବୁ କି? ହେଲେ ମୋଟେ ବାବା ଶୁଣ ମା ମତେ ଗଭୀର ଫବୀର ନୁହେଁ ଗୋଟେ କଥା ଖାଲି ନିଷ୍ଠା ଆଉ ବିଶ୍ୱାସ ଗୋଟିଏ କଥା ହଉଛି ସବୁ କର୍ମକାଣ୍ଡି ସବୁ ଛାଡିକି ଯଦି ସଦ୍ଗୁରୁଙ୍କୁ ଦୀକ୍ଷା ନବୁ କେବଳ ସଦ୍ଗୁରୁଙ୍କ ସେବା ହିଁ କରିବୁ। ତାଙ୍କରି ସେବା କଲେ ସବୁ ପାଇଯିବୁ। ଯଦି ଚାହୁଁଛୁ କିଛି କର୍ମକାଣ୍ଡ କରିବା ପାଇଁ ସଦ୍ଗୁରୁଙ୍କ ଫଟୋ ଟିଏ ରଖିବୁ। ସଦ୍ଗୁରୁଙ୍କ ଫଟୋ ପାଖରେ ଧୂପ ଦୀପ ଟିକେ ଦବୁ। ତାଙ୍କୁ ଜୁଆଟିଏ ହବୁ ଆଉ ସଦ୍ଗୁରୁଙ୍କୁ ସବୁ ସମୟରେ ମନନ କରିବୁ। ଏମିତି କରୁ 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 ଦିନ ଆସିବ ସଦ୍ଗୁରୁ ଯାଇ ତୋ ଘରେ ପହଞ୍ଚିଯିବେ। ହେଲେ ବାପା ହଁ ସେଇଟା ସତ ତମେ କହିବା କଥା ସବୁ ସତ ହେଲେ ତାଙ୍କେ ଯେତେ ଜଣ ନେଇଛନ୍ତି ନା ମୁଁ ଦେଖୁଛି ତାଙ୍କର କିଛି କର୍ମ ବିଷୟରେ କିଛି କରୁନାହାନ୍ତି। ତାଙ୍କେ ମନ୍ଦିର ବି ଆସୁନାହାନ୍ତି ମନ୍ଦିର ବି ଜୁହାର ହଉନାହାନ୍ତି କି ମନ୍ଦିର ବି କେବେ ଆସୁନାହାନ୍ତି। ନା ସେଇଟା ହଉଛି ଭୁଲ ଦ୍ୱାର ହବା ଠିକ କିନ୍ତୁ ଗୋଟେ କଥା ଅଛି ଲୋକଙ୍କ ପାଇଁ ଆମେ ମନ୍ଦିରରେ ଜୁହାର ହବା ପ୍ରସାଦ ପାଇବା ଆମର ଓଲଟାଟା ଆମେ ସମସ୍ତଙ୍କ ସାଙ୍ଗରେ ମିଶିବୁ ସବୁଥିରୁ ଥିବୁ କାହିଁରେ ନଥିବୁ। ମନ୍ଦିରରେ କଣ ଅଛି ସେଇଟା ନିଜେ ଗଢେଇକି ନିଜ ଗଢେଇକି ରଖା ହେଇଛି ସେଇଟା କଣ ମହାପୁରୁ କି ସେଇଟା କଣ ପରମ କି ବୋଲି କହୁଛନ୍ତି ମନ୍ଦିର ଭିତରେ ମା ଶୁଣୁ ସେମାନେ ତାଙ୍କର ସେ କରୁଛନ୍ତି ଠିକ କିନ୍ତୁ ତାଙ୍କର ବୁଝିବା ଟିକେ ଭୁଲ ଅଛି। ତାଙ୍କର ବୁଝିବା ଟିକେ ଭୁଲ ଅଛି। ଆଚ୍ଛା ମନ୍ଦିରରେ ଯଦି ପରମ ବ୍ରହ୍ମ ନାହାନ୍ତି ମନ୍ଦିରକୁ କରିଛି କିଏ ସେ? ପରମ ବ୍ରହ୍ମ କରିଛି ଏ ମଣିଷ ଟାକୁ କରିଛି କିଏ ସେ? ପରମ ମଣିଷ ବ୍ରହ୍ମ ତ କରିଛି। ମାଟି ଗୋଡି କରିଛି କିଏ ସେ? ସବୁ ବ୍ରହ୍ମ କରିଛି। କଣ ବୁଝିପାରୁଛୁ ନା? ଆଉ ମୁଁ ତତେ ଗୋଟେ ପ୍ରଶ୍ନ ପଚାରୁଛି ମତେ ଉତ୍ତର ଦେ। ଗୋଟେ ଚିନି କଣ୍ଢେଇ କୋଉଠୁ କାମୁଡ଼ିଲେ ପିତା ଲାଗିବ? ଚିନି କଣ୍ଢେଇଟାକୁ ଗୋଟେ ଚିନି କଣ୍ଢେଇ ହାତ ଅଛି ଗୋଡ ଅଛି ମୁଣ୍ଡ ଅଛି ପାଟି ଅଛି ସବୁ ଅଛି ତୁ ଖାଇବୁ ତାକୁ କୋଉଠୁ କାମୁଡ଼ିଲେ ତତେ ପିତା ଲାଗିବ? ଜିଭରେ। ପିତା ଲାଗିବ? ହଁ ଜିଭରେ ପିତା ଲାଗିବ। ନାଇଁ ଚିନି କଣ୍ଢେଇ ତ ସବୁ ତ ମିଠା ସେ ଟୋଟାଲ ମିଠା ପିତା କୋଉଠି ଲାଗିବ? ଠିକ ସେଇଭଳି ନାଇଁ ପିତା ବୋଲି କହିଲ ଯେ ମୋ ଜିଭରେ ନା ପିତା ନେଇ ମିଠା ଚିନି କଣ୍ଢେଇଟା ସବୁଆଡେ ମିଠା। ଗୋଟେ କଥା ଶୁଣୁ ଏ ସାରା ବିଶ୍ଵରେ ଯାହା ତୁ ଦେଖୁଛୁ ଇଏ ସବୁ ଗୋଟିଏ ବ୍ରହ୍ମଙ୍କର ଗୋଟିଏ କଣ୍ଢେଇ ରୂପ ଆଉ ତାକୁ ଯୋଉଠି ଡାକିବୁ ସେ ମିଠା। ଯେତେବେଳେ ସିଏ କହୁଛନ୍ତି ଏଇଟା ମନ୍ଦିର ମଣିଷ କରିଛି ଆମେ ଯିବୁନୁ ତାଙ୍କର ଭେଦ ଦୃଷ୍ଟି ଆସିଗଲା ଏଇଟା ମନ୍ଦିର ନୁହେଁ। କଣ ବୁଝିପାରିଲ ନା? ମୁଁ ତତେ ଗୋଟେ ଛୋଟିଆ ଗପ କହୁଛି ଶୁଣୁ। ରାଙ୍କା ବାଙ୍କା 2 ଜଣ ହଉଛନ୍ତି ସ୍ୱାମୀ ସ୍ତ୍ରୀ। ରାଙ୍କା ହଉଛି ସ୍ତ୍ରୀ ବାଙ୍କା ହଉଛି ସ୍ୱାମୀ।
ହେଲା। ଆଚ୍ଛା ବାଙ୍କା ତାର ଆଗେ ଆଗେ ଚାଲିଛି, ରାଙ୍କା ତା ପଛରେ ଚାଲିଛି, ତାମାନେ ସ୍ୱାମୀ ଚାଲିଛି ଆଗରେ, ସ୍ତ୍ରୀ ଚାଲିଛି ପଛରେ। ହେଲା। ଦି ଜଣଙ୍କର ସଂସାର ବାସନା ନାହିଁ, ଦି ଜଣ ସାରା ଉଲଗ୍ନ, ତାଙ୍କ ଦେହରେ ଟିକେ ବସ୍ତ୍ର ବି ନାହିଁ। କାହିଁକି ନା ସେମାନେ ସଂସାର ବାସନାରୁ ଉର୍ଦ୍ଧ୍ୱରେ ନା। ତେଣୁ ସ୍ୱାମୀ ଯାଉଁ ଯାଉଁ ବାଟରେ ଦେଖିଲା କିଛି ସୁନା କୁଢା ହେଇଛି। ସିଏ କଣ କଲା, କହିଲା ଆରେ ସ୍ତ୍ରୀ ଲୋକ ମାନଙ୍କର ତ ଟିକେ କାମନା ଅଛି, ତେଣୁ କାଳେ ସୁନାକୁ ଦେଖିକି ତାର ଲୋଭ ହେଇଯିବ, ତେଣୁ ସେ ସୁନା ଉପରେ ମାଟି ଢାଙ୍କୁଛି। କିଏ ସେ? ସ୍ୱାମୀ। ସୁନା ଉପରେ ମାଟି ଢାଙ୍କୁଛି। ତା ସ୍ତ୍ରୀ ତାର ପଛପଟରୁ ଆସିକି ହସିଦେଲା। ହସିଦେଲା, ତମେ କଣ କରୁଛ, ଏ ମାଟି ଉପରେ ମାଟି ଢାଙ୍କୁଛ? ସେଇଠୁ ତା ସ୍ୱାମୀ ସେଇଠୁ କହିଲା ଆରେ ମୋ ଠାରୁ ତୁ ବେଶୀ ଜ୍ଞାନୀ। କାହିଁକି ନା ମୁଁ ଦେଖିଲି ଏଇଟା ସୁନା ଏଇଟା ମାଟି, ମୋର ଭେଦ ଦୃଷ୍ଟି ଆସିଲା ଏଇଟା ସୁନା ଏଇଟା ମାଟି, କିନ୍ତୁ ତୁ ତ କଣ କହୁଛୁ ମାଟି ଉପରେ ମାଟି ଢାଙ୍କୁଛ, ତାମାନେ ସୁନାକୁ ତୁ ମାଟି ଦେଖୁଛୁ, ମାଟିକି ବି ତୁ ମାଟି ଦେଖୁଛୁ, ତୋର ସମଦର୍ଶୀ ଆସିଗଲା। କଣ ବୁଝିପାରିଲ? ସେଇଭଳି ସେଇ ଯୋଉ ଲୋକମାନେ ସବୁ ଅଘରୀ ଅଛନ୍ତି, ସେମାନଙ୍କର ସମଦର୍ଶନ ନାହିଁ। ସେମାନେ ଭାବୁଛନ୍ତି ଏଇଟା ମଣିଷ କରିଛି, ଏଇଟା କଣ୍ଢେଇ, ଏଇଟା ମନ୍ଦିର, ଏଇ ପ୍ରଶସ୍ତା, ଏଇଟା ଗୋଟେ ପ୍ରସାଦ, ଏଇଟା ଖାଇବା ଉଚିତ ନୁହେଁ, ଏଇଟା ଖାଇବା ଅନୁଚିତ, ଏଗୁଡା ସବୁ ହଉଛି ଭେଦ ଦୃଷ୍ଟି ତାଙ୍କର। ବୁଝିପାରିଲ? ଏଇ ଭେଦ ଦୃଷ୍ଟିରୁ ସେମାନେ ନିଜକୁ ପୃଥକ ମନେ କରୁଛନ୍ତି। ତେଣୁ ସେମାନଙ୍କର ସମଦର୍ଶନ ଆସିନାହିଁ, ସମଦୃଷ୍ଟି ଆସିନାହିଁ, ଭେଦ ଦୃଷ୍ଟି ଆସିଛି। ଗୋଟେ କଥା କହୁଛି ଶୁଣୁ, ଭେଦ ଦୃଷ୍ଟି ସୁଯୋ ଅଛି ଦୁଃଖର କଳ୍ପନା, ତାର ଅବ୍ୟର୍ଥ ଔଷଧ ଅଦ୍ୱୟ ଭାବନା। ବୁଝିଲେ କି? ଭେଦ ଦୃଷ୍ଟି ରଖିଲେ ତମର କଣ ହବ ନା ସବୁ ଗୁଡାକ ଦୁଃଖ ଯନ୍ତ୍ରଣା ଆସିକି ପହଞ୍ଚିବ। ଅଲେଖିଆ ମାନେ ଜଗନ୍ନାଥ ପ୍ରସାଦ ଖାଆନ୍ତି ନାହିଁ, କଣ ବୁଝିପାରୁଛୁ ନା? ଏଗୁଡାକ ସବୁ ପିଲାଳିଆ ଢଙ୍ଗ, ପିଲାଳିଆ କଥା। ହେଲେ ଆମେ ମାଘ ମାସରେ ସେ ମାସରେ ଦୀକ୍ଷା ନେଲେ ହବ ନା ବାବା? ଏକଦମ ଶୁଭ, ଏକଦମ ଶୁଭ। ମାଘ ମାସରେ ଆଙ୍କେ ଟିକେ ମୋ ସ୍ୱାମୀ ଟିକେ ପୁରାଣ ଟିକେ ବେଶୀ ପଢୁଛନ୍ତି ନା। ହଁ, ପୁରାଣ ପଢୁ, ଗୀତା ପଢୁ, ଭାଗବତ ପଢୁ। ହେଲା, ଗୀତା ଭାଗବତ ବେଶୀ ପଢିବ, ଗୀତା ଭାଗବତ ପଢିବ ବେଶୀ। ହଁ, ଗୀତା ଭାଗବତ ଡେଲି ସକାଳ ଟାଇମରେ ଗୋଟେ ଅଧଘଣ୍ଟା ପଢୁଛୁ। ବାଃ, ଆଉ ସବୁ ତ କାମ ଲାଇନରେ ଅଛ, କିନ୍ତୁ କାମ କରୁଛ ବେଲାଇନି। ହେଲେ ନାଇଁ ବୋଲେ ଦୀକ୍ଷାଟା ନେଲେ ବହୁତ କଷ୍ଟ। ଛୋଟ ଛୋଟ ପିଲା ଯାକ, ଦିଟା ଝିଅ ଗୋଟେ ପୁଅ ବାବା ମୋର। ମା ଶୁଣୁ, ତୁ ଭାବୁଛୁ କି ଦୀକ୍ଷା ନେଇଗଲା ପରେ ବାବାଜୀ ମାତେ ଦିଟା ହେଇଯିବ? ଆଉ ତାଙ୍କର ମାନି ଅଛି, ତାଙ୍କର ଯେମିତି କହିବା ତାଙ୍କର ଆଚରଣ କରିଯାଇଛି, ସେ ସବୁ ନାଇଁ ନିୟମ ନିଷ୍ଠା। ଶୁଣୁ, ମୋ ଦୋକାନ ଟିକେ ତମେ ଭୁଲ ବୁଝୁଛ। ତମେ ବାବାଜୀ ମାତେ କାହିଁକି ହବ? ତମେ ଦୀକ୍ଷା ନେଇକି ଘରେ ରହିବ, ପୁଅ ବାହାଘର କରିବ, ଝିଅ ବାହାଘର କରିବ, ପୁଅ ବୋହୂ ଆଣିବ। ମୁଁ ବା ମୂଳରୁ ସବୁ ବୁଝେଇ ସାରିଲିଣି, ସବୁ କରିବ। ଆମ ସଦ୍ଗୁରୁ ଦୀକ୍ଷାରେ ସିଏ ତମେ ପାର୍ଥକ୍ୟ କି କୁଆଡେ ଯାଇ ବଣ ଜଙ୍ଗଲରେ ବସିକି ତପସ୍ୟା କରିବ ଯେ ଭଗବାନଙ୍କୁ ପାଇବ, ଏଇଟା ଭୁଲ। କଣ ବୁଝିଲୁ ନା? ତେଣୁ ତମେ ସେଇଠି ରହିକି ସବୁ କାମ କରିପାରିବ। ହେଲେ ବାବା ତମର ପାଦ ଦିଟା ଫଟୋ ଟିକେ ପଠେଇଲେ ଭଲ ଥାନ୍ତା। ମା ମୋ ପାଦ ମତେ ଦେଖା ହଉନି। ତୁ ଆସିଲେ ତୋର ଫଟୋ ଉଠେଇକି ନେଇଯିବୁ। ଆସିଲେ ଦେଖିପାରିବୁ। ହଁ, ଆମ ଦୟାନିଧିଙ୍କ ପାଦ ଅଛି, ନେଇଯିବୁ। ଭାରି ଭଲ ପାଦ ତାଙ୍କର, ପଦ୍ମ ପାଦ। ହଉ ବାବା। ଦୟାନିଧିଙ୍କ ପାଦ ନବୁ। ମୁଁ ମା କିଏ ସେ? ମୁଁ ହଉଛି ଗୋଟେ ଦାସ, ମୋ ନାଁ ବିଶମ୍ବର ଦାସ। ଦାସ ମାନେ ଚାକର। ବୁଝିଲେ କି? ପ୍ରଭୁଙ୍କ ପାଦ ନବୁ, ପାଇବୁ। ଚାକର ପାଟ କାହିଁ ନବୁ? ତମ ପାଦରେ ଆମେ ଦାସ ହବୁ ଆଉ। ହଉ 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 ମା। ରହିଲି ହଁ। ନମସ୍କାର।